ଆଉ ଏକ ନୂଆ କ୍ଲାସ୍କୁ ମୋର ସମସ୍ତ ପାଠକ ମଣ୍ଡଳୀମାନଙ୍କୁ ପ୍ରଥମେ ମୁଁ ସ୍ୱାଗତ ଜଣାଉଛି। ଆଜି ଆମେ ନନ୍ଦକିଶୋର ବଳଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରିବା। ନନ୍ଦକିଶୋର ବଳ 1875 ମସିହା ଡିସେମ୍ବର ମାସ 22 ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ଓ 1928 ମସିହା ଜୁଲାଇ ମାସ 1 ତାରିଖ ଦିନ ମୃତ୍ୟୁବରଣ କରିଥିଲେ। ନନ୍ଦକିଶୋର ବଳ ଓଡ଼ିଆ ସାହିତ୍ୟର ପ୍ରାକ୍ ଆଧୁନିକ କାଳର ଜଣେ କବି ଥିଲେ। ସେ ଓଡ଼ିଶାର ପୁରପଲ୍ଲୀ ଉପରେ କାବ୍ୟ ରଚନା କରିଥିବାରୁ ତାଙ୍କୁ ପଲ୍ଲୀ କବି ବୋଲି ସମ୍ବୋଧନ କରାଯାଇଥାଏ। ତାଙ୍କ ଜୀବନକାଳ ସମ୍ପର୍କରେ ମଧ୍ୟ ଆମେମାନେ ଜାଣି ରଖିବା। ସେ ଓଡ଼ିଶାର ଯାଜପୁର ଜିଲ୍ଲା ଅନ୍ତର୍ଗତ କୁସୁପୁର ଗାଁରେ ଜନ୍ମଗ୍ରହଣ କରିଥିଲେ। ପିତାଙ୍କ ନାମ ଥିଲା ଭଜନାନନ୍ଦ ଜେନା ଓ ମାତାଙ୍କ ନାମ ହିରଣ୍ୟମୟୀ ଦେବୀ। ଶୈଶବରେ ସେ ରସାନନ୍ଦ ଜେନା ନାମରେ ପରିଚିତ ଥିଲେ। ପିଉସୀ ପୋଷ୍ୟପୁତ୍ର କରିନେବା ପରେ ସେ ନନ୍ଦକିଶୋର ବଳ ଭାବରେ ପରିଚିତ ହେଲେ। ବାଲ୍ୟ ଜୀବନ କୁସୁପୁରରେ ହିଁ କଟିଥିଲା। ଗାଁ ସ୍କୁଲରୁ ଆରମ୍ଭ କରି ସେ କଟକର ଟାଉନ ସ୍କୁଲ, ରେଭେନ୍ସା କଲିଏଟ ସ୍କୁଲ, କେନ୍ଦ୍ରାପଡ଼ା ଉଚ୍ଚ ଇଂରାଜୀ ବିଦ୍ୟାଳୟ ଓ ରେଭେନ୍ସା ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଥିଲେ। ଭକ୍ତକବି ମଧୁସୂଦନ ରାଓଙ୍କ ଦ୍ୱାରା ପ୍ରତିଷ୍ଠିତ କଟକର ଟାଉନ ସ୍କୁଲରୁ ନନ୍ଦକିଶୋର ନିଜର ଚାକିରି ଜୀବନ ଆରମ୍ଭ କରିଥିଲେ। କିଛି ବର୍ଷ ପରେ ସେ ସ୍କୁଲ ସବ୍ ଇନ୍ସପେକ୍ଟର ଭାବେ ପଦୋନ୍ନତି ପାଇଥିଲେ। ଏହି ଚାକିରିରେ ବାରମ୍ବାର ଗସ୍ତ ଓ ବଦଳି ଯୋଗୁଁ ତାଙ୍କ ଦେହ ଖରାପ ହେଉଥିଲା। ଏହି କାରଣରୁ ସେ ସ୍ୱେଚ୍ଛାକୃତ ଅବସର ନେଇ ଗାଁରେ ରହିବାକୁ ସ୍ଥିର କରିଥିଲେ। କିନ୍ତୁ ଚିକିତ୍ସା ପାଇଁ ତାଙ୍କୁ ପୁନର୍ବାର କଟକ ଆସିବାକୁ ପଡ଼ିଥିଲା। 1928 ମସିହା ଜୁଲାଇ ମାସ 1 ତାରିଖରେ 52 ବର୍ଷ ବୟସରେ ନନ୍ଦକିଶୋର ଇହଲୀଳା ସମ୍ବରଣ କରିଥିଲେ ବା ମୃତ୍ୟୁବରଣ କରିଥିଲେ। ନନ୍ଦକିଶୋରଙ୍କ ରଚନାବଳୀ ସମ୍ପର୍କରେ ଜାଣି ରଖିବା। ନନ୍ଦକିଶୋର କଲେଜରେ ପଢ଼ିବା ବେଳୁ ହିଁ ପ୍ରବନ୍ଧ ଲେଖିବା ଆରମ୍ଭ କରିଥିଲେ। ନିଜର ପ୍ରଥମ ପ୍ରବନ୍ଧକୁ ସେ ପଲ୍ଲୀଚିତ୍ର ନାମରେ କବିତାର ରୂପ ଦେଇଥିଲେ। ତାଙ୍କର ରଚନାବଳୀରେ ପଲ୍ଲୀ ପ୍ରକୃତିର ସୁନ୍ଦର ବର୍ଣ୍ଣନା ଫୁଟି ଉଠିଥାଏ। ପିଲାମାନଙ୍କ ପାଇଁ ତାଙ୍କ ଦ୍ୱାରା ରଚିତ ନାନାବାୟା ଗୀତ ଓଡ଼ିଶାର ପୁରପଲ୍ଲୀରେ ବେଶ ପ୍ରଚଳିତ। ସେ 100ରୁ ଅଧିକ ସନେଟ୍ ମଧ୍ୟ ଲେଖିଯାଇଛନ୍ତି। ତାଙ୍କ ସନେଟ୍ ଗୁଡ଼ିକ ପ୍ରକୃତି ଓ ଜନଜୀବନର ଛବିରେ ପୃଷ୍ଟ। ନନ୍ଦକିଶୋରଙ୍କ ନାନାବାୟା ଗୀତ ହେଉଛି ମେଘ ବରଷିଲା ଟୁପୁରୁ ଟୁପୁରୁ କେଶୁର ମାଇଲା ଗଜା, କେଉଁ ରାଇଜରେ ରହିଲେ ମୋ ରଜା, ତେଲିଙ୍ଗି ବାଇଦ ବଜା। 1925ରେ ସେ କନକଲତା ଉପନ୍ୟାସ ନାମରେ ଉପନ୍ୟାସଟିଏ ମଧ୍ୟ ରଚିଯାଇଛନ୍ତି। ଏହା ଧାରାବାହିକ ଭାବରେ 1913ରେ ଉତ୍କଳ ସାହିତ୍ୟ ପତ୍ରିକାରେ ପ୍ରକାଶିତ ହେଉଥିଲା। ଗାଉଁଲି ସରଳ ଜୀବନକୁ ଯୌତୁକ ଓ ବାଳବିବାହ କିପରି କଳୁଷିତ କରିଥାଏ ତାହାର ଛବି ଏଥିରୁ ଦେଖିବାକୁ ମିଳିଥାଏ। ନନ୍ଦକିଶୋରଙ୍କ ପଦାବଳୀ ଗୁଡ଼ିକର ମୂଲ୍ୟାୟନ କରି ବ୍ୟାସକବି ଫକୀରମୋହନ କହିଥିଲେ, ପଡ଼ିଗଲି ବେଗେ ପଲ୍ଲୀ ପ୍ରସଙ୍ଗ ବାରତା, କେହି କେବେ କହି ନାହିଁ ଏ ପ୍ରକାର କଥା। ନନ୍ଦକିଶୋରଙ୍କ ଦ୍ୱାରା ରଚିତ ପୁସ୍ତକ ଗୁଡ଼ିକ ହେଉଛି ପଲ୍ଲୀଚିତ୍ର, ନାନାବାୟା ଗୀତ 1915, ନିଝରଣୀ, ବସନ୍ତ କୋକିଳ, ତରଙ୍ଗିଣୀ, ଚାରୁଚିତ୍ର, ଜନ୍ମଭୂମି, ନିର୍ମାଲ୍ୟ ହେଉଛି ତାଙ୍କର ଏକ କବିତା, ପ୍ରଭାତ ସଙ୍ଗୀତ, ସାନ୍ଧ୍ୟ ସଙ୍ଗୀତ, କୃଷ୍ଣକୁମାରୀ, ଶମିଷ୍ଠା, କନକଲତା ତାଙ୍କର ଉପନ୍ୟାସ, ସୀତା ବନବାସ ଯାହା ତାଙ୍କର ଏକ କବିତା ଯାହା 1901ରେ ପ୍ରକାଶ ପାଇଥିଲା, ଲକ୍ଷ୍ମୀ ଯାହା ତାଙ୍କର ଗଳ୍ପ 1913 ମସିହାରେ ପ୍ରକାଶ ଥିଲା। ଏ ଥିଲା ନନ୍ଦକିଶୋର ବଳଙ୍କ ସମ୍ପର୍କିତ ଏକ ସାମୂହିକ ଆଲୋଚନା। ଏହି ଆଲୋଚନାଟି ଯଦି କିଛି ମାତ୍ରାରେ ପାଠକମାନଙ୍କୁ ପ୍ରଭାବିତ କରିପାରେ ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, ସେୟାର କରିବେ ଏବଂ ନିଜସ୍ୱ ଅଭିମତ ନିଶ୍ଚିତ ଭାବରେ ପ୍ରଦାନ କରିବେ।